ଚାଣକ୍ୟ ନୀତିରେ ନୀତିଶିକ୍ଷା 4ରେ କ'ଣ କହିଛନ୍ତି ନା, ଅନ୍ୟର ସେବା କରିବା ଏବଂ ଅସହାୟକୁ ସାହାଯ୍ୟ କରିବା ହେଉଛି ସବୁଠାରୁ ବଡ଼ ଧର୍ମ। ଆମେ ନିଜ ପାଇଁ ତ ସବୁବେଳେ ଜିଉଛେ, କିନ୍ତୁ ଅନ୍ୟ ପାଇଁ କିଛି କରିବା ଦ୍ୱାରା ଯେଉଁ ଶାନ୍ତି ମିଳେ ତାହା ଅତୁଳନୀୟ। ପରୋପକାରାୟ ସ୍ୱର୍ଗାୟ ପାପାୟ ପରପୀଡ଼ନମ୍। ଅନ୍ୟର ଉପକାର କରିବା ପୁଣ୍ୟ ଓ କଷ୍ଟ ଦେବା ପାପ। ସମୟ କାହା ପାଇଁ ଅପେକ୍ଷା କରେ ନାହିଁ। ଯେଉଁ ବ୍ୟକ୍ତି ସମୟକୁ ସମ୍ମାନ ଦିଏ, ସମୟ ତାକୁ ସମ୍ମାନ ଦିଏ। ଆଜିର କାମକୁ କାଲି ପାଇଁ ପକାଇ ରଖିବା ଅନୁଚିତ। ସଠିକ୍ ସମୟରେ କାର୍ଯ୍ୟ କଲେ ସଫଳତା ନିଶ୍ଚିତ ମିଳେ। ରାଗ ବା କ୍ରୋଧ ମଣିଷର ସବୁଠାରୁ ବଡ଼ ଶତ୍ରୁ। କ୍ରୋଧ ଅବସ୍ଥାରେ ମଣିଷ ନିଜର ବିବେକ ହରାଇ ବସେ ଏବଂ ଭୁଲ ନିଷ୍ପତ୍ତି ନିଏ। ଶାନ୍ତ ରହିବା ଶିଖନ୍ତୁ। କ୍ରୋଧକୁ ଜୟ କଲେ ଅଧା ଯୁଦ୍ଧ ଜିତିବା ସମାନ। ଆମର ବ୍ୟକ୍ତିତ୍ୱ ଆମେ କେଉଁମାନଙ୍କ ସହ ମିଳାମିଶା କରୁଛୁ ତାହା ଉପରେ ନିର୍ଭର କରେ। ଭଲ ସାଙ୍ଗ ଆମକୁ ଉନ୍ନତି ପଥରେ ନିଏ, କିନ୍ତୁ ଖରାପ ସାଙ୍ଗ ଆମକୁ ବିପଦଗାମୀ କରେ। ସାଧୁ ସଙ୍ଗେ ସୁଖ ମିଳଇ ଅସାଧୁ ସଙ୍ଗେ ଦୁଃଖ। ଅନ୍ୟର ଭୁଲକୁ କ୍ଷମା କରିଦେବା ଏକ ମହାନ ଗୁଣ। ପ୍ରତିଶୋଧ ନେବା ଅପେକ୍ଷା କ୍ଷମା ଦେବା ଦ୍ୱାରା ମନ ହାଲୁକା ହୁଏ ଏବଂ ଶତ୍ରୁତା ଦୂର ହୁଏ।